ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्थ अध्याय ज्ञान योग। ईश्वरीय ज्ञानर उपादेयता। तत्विधि प्रणिपातेन परिप्रश्नेन सेवया उपदेशन्ति ते ज्ञानं ज्ञानिनस्तत्त्वदर्शिनः। यज्ज्ञातं न पुनर्मोहमेवं ज्ञास्यसि पाण्डव। येन भूतन्यशेषेण द्रक्ष्यस्यात्मन्यथो मयि। अपि चेदसि पापेभ्यः सर्वेभ्यः पापकृतमः। सर्वं ज्ञानप्लवेनैव वृजिनं सन्तरिष्यसि। यथैधांसि समिधोऽग्नि भस्मसात् कुरुते अर्जुन। ज्ञानाग्निः सर्वकर्माणि भस्मसात् कुरुते तथा। न हि ज्ञानेन सदृशं पवित्रमिह विद्यते। तत्स्वयं योगसंस्थितं कालेनात्मनि विन्दति। श्रद्धावान् ज्ञानं तत्परः संयतेन्द्रियः। ज्ञानं लब्ध्वा परां शान्तिमचिरेणाधिगच्छति। अज्ञश्च श्रद्धानश्च संशयात्मा विनश्यति। न्यायं लोकोऽस्ति न परो न सुखं संशयात्मनः। योगसन्न्यस्तं कर्माणं ज्ञानं संश्चितसंशयम्। आत्मवन्तं न कर्माणि निबध्नन्ति धनञ्जय। तस्मात् ज्ञानं सम्भूतः श्रुतस्तं ज्ञानस्यात्मनः। स्थितेनं संशयं योगं मातीतोऽस्ति भारत। अर्थ प्रमाण द्वारा, प्रश्न द्वारा ओ सेवा द्वारा ସେହି ଜ୍ଞାନ ଶିକ୍ଷା କର। ତତ୍ତ୍ୱଦର୍ଶୀ ଜ୍ଞାନୀମାନେ ତୁମକୁ ଜ୍ଞାନ ଉପଦେଶ କରିବେ। ହେ ପାଣ୍ଡବ, ଯାହା ଜାଣି ପୁନର୍ବାର ଏହିପରି ମୋହ ପ୍ରାପ୍ତ ହେବ ନାହିଁ। ଯେଉଁ ଜ୍ଞାନ ଦ୍ୱାରା କାହାକୁ ମଧ୍ୟ ବାଦ୍ ନ ଦେଇ ସର୍ବଭୂତକୁ ନିଜ ଆତ୍ମାରେ ତତ୍ପରେ ମୋଠାରେ ଦେଖିବ। ଯଦି ସମସ୍ତ ପାପୀଙ୍କଠାରୁ ମଧ୍ୟ ଅଧିକ ପାପୀ ଅଟ, ଜ୍ଞାନରୂପ ନୌକା ଦ୍ୱାରା ସକଳ ପାପରୁ ଉତ୍ତୀର୍ଣ୍ଣ ହୋଇଯିବ। ହେ ଅର୍ଜୁନ, ଯେପରି ପ୍ରଜ୍ୱଳିତ ଅଗ୍ନି କାଷ୍ଠଗୁଡ଼ିକୁ ଭସ୍ମୀଭୂତ କରେ, ସେହିପରି ଜ୍ଞାନରୂପକ ଅଗ୍ନି ସମସ୍ତ କର୍ମକୁ ଭସ୍ମରେ ପରିଣତ କରେ। ଏହି ଜଗତରେ ଜ୍ଞାନ ପରି ପବିତ୍ର ଆଉ କିଛି ନାହିଁ। ଯୋଗସିଦ୍ଧ ପୁରୁଷ କାଳକ୍ରମେ ସ୍ୱୟଂ ନିଜେ ସେହି ଜ୍ଞାନ ପ୍ରାପ୍ତ ହୁଅନ୍ତି। ଶ୍ରଦ୍ଧାଯୁକ୍ତ ତତ୍ପରଶୀଳ ଜିତେନ୍ଦ୍ରିୟ ପୁରୁଷ ଜ୍ଞାନ ଲାଭ କରନ୍ତି। ଜ୍ଞାନ ଲାଭ କରି ଶୀଘ୍ର ପରମ ଶାନ୍ତି ଲାଭ କରନ୍ତି। ଯେଉଁ ଅଜ୍ଞାନ ବ୍ୟକ୍ତି ଶ୍ରଦ୍ଧାହୀନ ଓ ସଂଶୟଯୁକ୍ତ, ସେ ବିନଷ୍ଟ ହୁଅନ୍ତି। ସଂଶୟଯୁକ୍ତ ବ୍ୟକ୍ତିର ଏହି ଲୋକ ନାହିଁ, ପରଲୋକ ନାହିଁ, ସୁଖ ମଧ୍ୟ ନାହିଁ। ହେ ଧନଞ୍ଜୟ, ଯୋଗ ଦ୍ୱାରା କର୍ମ ତ୍ୟାଗ କରିଛି, ଯିଏ କର୍ମ ତ୍ୟାଗ କରିଛି, ଜ୍ଞାନ ଦ୍ୱାରା ଯାହାର ସମସ୍ତ ସଂଶୟ ବିନଷ୍ଟ ହୋଇଛି, ଯିଏ ଆତ୍ମାନୁଭୂତି କରିଛି, ତାହାକୁ କର୍ମସମୂହ ଆବଦ୍ଧ କରିପାରେ ନାହିଁ। ଅତଏବ ଜ୍ଞାନରୂପକ ଖଡ୍ଗ ଦ୍ୱାରା ନିଜର ଅଜ୍ଞାନରୁ ଜାତ ହୃଦୟସ୍ଥିତ ସଂଶୟକୁ ଛେଦନ କରି ଯୋଗ ସାଧନ କର ଏବଂ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କର। ବ୍ୟାଖ୍ୟା: ଈଶ୍ୱରୀୟ ଜ୍ଞାନ କୌଣସି ବ୍ୟକ୍ତିର ମାନସ ସମ୍ଭୂତ ନୁହେଁ। ଏହା ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ। ଏହି ଜ୍ଞାନ ଆତ୍ମା ଓ ପରମାତ୍ମା ବିଷୟରେ ସଠିକ୍ ଧାରଣା ଦିଏ। ଜ୍ଞାନାର୍ଜନ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହାର ଉଦ୍ଦେଶ୍ୟ ମୂଳତତ୍ତ୍ୱ ସମୂହକୁ ପ୍ରତ୍ୟକ୍ଷ ଅନୁଭବ କରିବା। ଏହିପରି ଜ୍ଞାନରେ ଅନୁଭବସିଦ୍ଧ ବ୍ୟକ୍ତି କେବଳ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଇବା ବା ଉପଦେଶ ଦେବା ପାଇଁ ଯୋଗ୍ୟ ଅଟନ୍ତି। ଆମ ଦେହାଭ୍ୟନ୍ତରସ୍ଥ ଯେଉଁ ଚୈତନ୍ୟ ସତ୍ତା ଆମ ପାଇଁ ବ୍ୟକ୍ତିତ୍ୱର ପରିପ୍ରକାଶ ହୁଏ, ତାହା ହେଉଛି ଆତ୍ମା। ଜନ୍ମ ଜନ୍ମାନ୍ତରର ସଂସ୍କାର ବଶତଃ ଆମେ ଆମର ଆତ୍ମିକ ସ୍ୱରୂପ ଭୁଲି ନିଜକୁ ଦେହ ବୋଲି ମନେ କରି ଆସୁଛୁ। ଆତ୍ମା ପରମାତ୍ମାଙ୍କ ସନ୍ତାନ ହେତୁ
ତାହାଠାରେ ତାଙ୍କର କିଛି ସାଦୃଶ୍ୟ ଥାଏ। ଏଣୁ କେହି କେହି ଭ୍ରମବଶତଃ ଆତ୍ମ ସାକ୍ଷାତକାରକୁ ବ୍ରହ୍ମ ଦର୍ଶନ ହେଲା ବୋଲି କୁହନ୍ତି ଓ ପ୍ରତ୍ୟେକ ଭୂତ ପ୍ରକୃତିରେ ପରମାତ୍ମା ସର୍ବବ୍ୟାପକ ବୋଲି ଯୁକ୍ତି କରନ୍ତି। ଆତ୍ମା ହେଉଛି ଚେତନଶୀଳ, କିନ୍ତୁ ବ୍ରହ୍ମ ଏକ ତତ୍ତ୍ୱ ହୋଇଥିବାରୁ ଜଡ଼। ଏହା ସ୍ଥୂଳ ଦୃଷ୍ଟି ପାଇଁ ଅଦୃଶ୍ୟ ଏକ ସୂକ୍ଷ୍ମ ରକ୍ତିମ ପ୍ରକାଶ ମହତ୍ତତ୍ୱ ଅଟେ। ଏହା ଭୂଲୋକ, ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣଙ୍କଠାରୁ ମଧ୍ୟ ଊର୍ଦ୍ଧ୍ୱରେ ଅବସ୍ଥିତ। ଏଠାରେ ପରମାତ୍ମା ନିବାସ କରନ୍ତି। ଏହା ଯିଏ ବୁଝିପାରିଛି ସେ ସମସ୍ତ ମୋହରୁ ମୁକ୍ତ ହୋଇଯାଏ ଓ ସମସ୍ତ ଭୂତ ପ୍ରାଣୀକୁ ଶରୀର ରୂପରେ ନ ଦେଖି ଆତ୍ମା ମନେକରେ। ଏହି ଜ୍ଞାନବୋଧ ହିଁ ପରମାତ୍ମାଙ୍କ ସହିତ ନିରନ୍ତର ମନକୁ ଯୁକ୍ତ କରାଇବାରେ ସହାୟକ ହୁଏ। କ୍ରମଶଃ ଓମ୍ ଶାନ୍ତି।